ଏ କଥା ହେଉଛି ଆମ ଜଙ୍ଗଲର, ଯେଉଁଠି ଏକ ବାଘ ଏବଂ ଏକ ସିଂହ ରହୁଥିଲେ। ଦୁହେଁ ଅତ୍ୟନ୍ତ ଶକ୍ତିଶାଳୀ ଏବଂ ଅଭିମାନୀ ଥିଲେ। ବାଘ ଜଙ୍ଗଲର ଅଞ୍ଚଳ ଭିତରେ ଗୋଟିଏ ନଦୀ ପାଖରେ ଠିଆ ହୋଇଛି ଏବଂ ସିଂହ ତା ପାଖକୁ ଯାଇ କହୁଛି, ହେ ବାଘା, ଏଇ ଜଙ୍ଗଲର ରାଜା ହେଉଛି ମୁଁ। ମୋ ଶକ୍ତି ଆଗରେ ଶକ୍ତି ଦେଖାଇବା ପାଇଁ କେହି ନାହିଁ। ଏହି ଜଙ୍ଗଲର ରାଜା କିଏ ହେବ ତାହା ଆପଣ ନିର୍ଣ୍ଣୟ କରିପାରିବେ ନାହିଁ। ମୁଁ ମଧ୍ୟ ଅତି ଶକ୍ତିଶାଳୀ ଜନ୍ତୁ। ଆରେ ଏଠି କିଏ ରାଜା ହେବ ସେ କଥା ମୁଁ ସ୍ଥିର କରିବି, ଆଉ ତୁ କେବେ ମରିବୁ ସେ କଥା ବି ମୁଁ ସ୍ଥିର କରିବି। ତାହେଲେ ଆପଣ ସେମିତି କହିଲେନି ନା? ଚାଲ, କାହାର କେତେ ଦମ ଅଛି ଏଇଠି ଜଣା ପଡ଼ିଯିବ। ଦୁହେଁ ଦୁହିଁକୁ ବିରୋଧ କରି ଏକ ମହାଯୁଦ୍ଧ ଆରମ୍ଭ କରିଥିଲେ। ଉଭୟ ଜୋର ମାଡ଼ ମାରିବାକୁ ଲାଗିଲେ। ଜଙ୍ଗଲର ଅନ୍ୟାନ୍ୟ ପ୍ରାଣୀମାନଙ୍କ ଚିନ୍ତା ପଡ଼ିଲା। ଏମିତି ତମେ ଯଦି ଝଗଡ଼ା ଲାଗିବ ତାହେଲେ ଜଙ୍ଗଲର ଶାନ୍ତି ପୁନଃ ହରାଇ ବସିବା। ଏମିତି ଜଙ୍ଗଲକୁ ଅସ୍ଥିର କରିଦେବା ଉଚିତ ନୁହେଁ। ଏମିତି ହେଲେ ଏଠି ରହିବା ଅସମ୍ଭବ ହୋଇଯିବ। ଆମେ କିଛି କରିବାକୁ ପଡ଼ିବ। ବାଘ ଏବଂ ସିଂହ ଏକଥା ଶୁଣି ବୁଝିଗଲେ। ଆମେ ହେଲେ ଜଙ୍ଗଲର ରାଜା। ଆମେ ନିଜ ନିଜ ଭିତରେ ଯଦି ଲଢ଼େଇ କରିବା ଜଙ୍ଗଲର ଶାନ୍ତିପୂର୍ଣ୍ଣ ଅଭାବ ହୋଇଯିବ। ହଁ, ଆମେ ମିଶି ଜଙ୍ଗଲକୁ ଶାନ୍ତିପୂର୍ଣ୍ଣ ରଖିବା ଉଚିତ। ବାଘ ଏବଂ ସିଂହ ଏକଥା ବୁଝିଗଲେ। ଜଙ୍ଗଲର ଶାନ୍ତି ସମସ୍ତଙ୍କୁ ଆବଶ୍ୟକ। ଏପରି ଏକତା ରଖିଲେ ଆମେ ସମସ୍ତେ ଆଗକୁ ବଢ଼ିପାରିବା।